ଶ୍ରୋତା ବନ୍ଧୁ, ନିୟତ ପରିବର୍ତ୍ତନଶୀଳ ସମୟ, ଜୀବନ ଓ ଚିନ୍ତନର ସୂକ୍ଷ୍ମ ବିଶ୍ଳେଷଣ କରିବାରେ ଆମ ସମୟର ଜଣେ କୃତବିଦ୍ୟ ବାମବାଦୀ ଦୃଷ୍ଟିକୋଣ ସମ୍ପନ୍ନ ଗାଳ୍ପିକା ହେଉଛନ୍ତି ସରୋଜିନୀ ସାହୁ। ସମକାଳୀନ ଓଡ଼ିଆ କଥା ସାହିତ୍ୟର ଅନ୍ୟତମ ସ୍ପର୍ଦ୍ଧିତ ଉଚ୍ଚାରଣ। ନାରୀଟିଏ ଯେଉଁ କଥା ସବୁକୁ ନିଜର ଲଜ୍ଜାବୋଧ ଓ ସାମାଜିକ କଟକଣା ହେତୁ ଲୁଚେଇ ରଖେ, ସେ ସବୁର ନିର୍ଭୀକ ମୁଖପାତ୍ର ପାଲଟି ଯାଆନ୍ତି ଗାଳ୍ପିକା ସରୋଜିନୀ ସାହୁ ଏବଂ ମୁଖପତ୍ର ପାଲଟିଯାଏ ତାଙ୍କର ଗପ ସବୁ। ନାରୀ ଯୌନାଚାରର ରୂଢ଼ିବାଦୀ ବିଚାରବୋଧକୁ ହଟେଇ ସେ ତାଙ୍କ ଗଳ୍ପ ଉପନ୍ୟାସରେ ସୁରକ୍ଷିତ ରଖିଛନ୍ତି ତାଙ୍କର ଜୀବନବାଦୀ ଓ ସମକାଳୀନ ଦୃଷ୍ଟିକୋଣ। ଦେଶ ଓ ବିଦେଶରେ ତାଙ୍କର ଅନେକ ପୁସ୍ତକ ବିଭିନ୍ନ ଭାଷାରେ ଅନୁଦିତ ହୋଇ ଉଚ୍ଚ ପ୍ରଶଂସିତ ହୋଇଛି। ଅମୃତ ପ୍ରତୀକ୍ଷା ନିମନ୍ତେ ତାଙ୍କୁ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ। ଇଂରାଜୀରେ ସେନ୍ସ ଆଣ୍ଡ ସେନ୍ସୁଆଲିଟି ବ୍ଲଗ ଯୋଗୁଁ ସେ ବେଶ୍ ଚର୍ଚ୍ଚିତ। ଗାଳ୍ପିକା ସରୋଜିନୀ ସାହୁଙ୍କ ପୁସ୍ତକ ଗୁଡ଼ିକରେ ରହିଛି ଉପନିବେଶ, ପ୍ରତିବନ୍ଧୀ, ସ୍ୱପ୍ନ, ଖୋଜାଳିମାନେ, ମହାଯାତ୍ରା, ଗମ୍ଭୀରି ଘର, ବିଷାଦ ଈଶ୍ୱରୀ, ପକ୍ଷୀବାସ, ଅସାମାଜିକ, ଦାଦନ ଆଦି ଉପନ୍ୟାସ। ଏତଦ୍‌ବ୍ୟତୀତ ସୁଖର ମୁହାଁମୁହିଁ, ନିଜ ଗହୀରରେ ନିଜେ, ଅମୃତର ପ୍ରତୀକ୍ଷାରେ ଚୌକାଠ, ତରଳି ଯାଉଥିବା ଦୁର୍ଗ, ଦେଶାନ୍ତରୀ, ଦୁଃଖ ଅପ୍ରମିତ, ସୃଜନୀ ସରୋଜିନୀ ଆଦି ଗଳ୍ପ ପୁସ୍ତକର ସମର୍ଥ କଥାଶିଳ୍ପୀ ଭାବେ ସେ ସୁପରିଚିତା। ଶ୍ରୋତାବନ୍ଧୁ, ଆଜି ଗାଳ୍ପିକା ସରୋଜିନୀ ସାହୁଙ୍କର ଏକ ଚମତ୍କାର ଗଳ୍ପ ଆପଣମାନଙ୍କ ନିକଟରେ ମୁଁ ଉପସ୍ଥାପନ କରୁଛି। ମୁକ୍ତ ବିଚାର ନିମନ୍ତେ ପ୍ରସିଦ୍ଧି ଅର୍ଜନ କରିଥିବା ସରୋଜିନୀ ସାହୁଙ୍କୁ ଏ ନିକଟରେ ଅସ୍ଥିର ପାଦ ପୁସ୍ତକ ନିମନ୍ତେ 45ତମ ସାରଳା ପୁରସ୍କାର ପ୍ରାପ୍ତ ହୋଇଛି। ବରିଷ୍ଠ ଏବଂ ବିଶିଷ୍ଟ କଥାଶିଳ୍ପୀ ସରୋଜିନୀ ସାହୁଙ୍କର ଗଳ୍ପ ସଂକଳନସ୍ଥ ଏକ ହୃଦୟସ୍ପର୍ଶୀ ଗଳ୍ପ ଆପଣମାନଙ୍କ ନିକଟରେ ମୁଁ ଭେଟି ଦେଉଛି। ଗଳ୍ପଟିର ଶୀର୍ଷକ ସମୁଦ୍ର। ଗାଳ୍ପିକା ସରୋଜିନୀ ସାହୁ। ଛୋଟବେଳେ ସମୁଦ୍ର ମୋତେ ଡରଉଥିଲା। ତା ବଡ଼ ବଡ଼ ଢେଉଗୁଡ଼ା ଅଜଣା ସରୀସୃପର ଆଁ ପରି ମନେ ହେଉଥିଲା। ମୁଁ ମାଆକୁ ଜାବୁଡ଼ି ଧରି ଛିଡ଼ା ହେଉଥିଲି। କୈଶୋର ଓ ଆଦ୍ୟ ଯୌବନରେ କିନ୍ତୁ ସମୁଦ୍ର ଆଉ ଡରେଇ ପାରିଲାନି। ବାଲୁକା ଶଯ୍ୟା ଉପରେ ତାର ମୋତେ ଛୁଁର ଆହ୍ୱାନକୁ ମୁଁ ଚ୍ୟାଲେଞ୍ଜ ଭାବରେ ଗ୍ରହଣ କରିନେଇଥିଲି। ପାଣିକୁ ଛୁଇଁବା ଓ ନ ଛୁଇଁ ପାରିବା ଖେଳରେ ମାତିଥିଲି। ପରେ ପରେ ଯୁବାବସ୍ଥାରେ ସମୁଦ୍ର ମୋତେ ଭୀଷଣ ବିଷଣ୍ଣ କରି ପକାଉଥିଲା। ତାର ପ୍ରତିଟି ଢେଉ ମୋ ଛାତି ଭିତରେ ଏମିତି ପିଟି ହେଉଥିଲା ଯେ ମୋର ସମସ୍ତ ଅସ୍ତିତ୍ୱକୁ ମୁଁ ହଜେଇ ବସୁଥିଲି। ସମୁଦ୍ର କୂଳରେ ବସି ଚୁପଚାପ ମନେ ମନେ ଢେଉମାନଙ୍କୁ ଟିକେ ରହିଯା ଆଉ ଅସ୍ଥିର ହୁଅନା ବୋଲି ନେହୁରା ହେଉଥିଲି। ସମୁଦ୍ର କୂଳରେ ଏତେ ଭିଡ଼, ଲୋକ ବାକଙ୍କ ହାସ୍ୟ ରୋଳ ମୋ କାନରେ କେବେ ବି ପଡ଼ୁନଥିଲା ଯେମିତି। ଏଥର କିନ୍ତୁ ବ୍ୟତିକ୍ରମ ଥିଲା। ସମୁଦ୍ର ମୋତେ ତା ଆବେଶ ଭିତରେ ନେବା ପୂର୍ବରୁ ମୋର ଦୃଷ୍ଟି ପଡ଼ିଥିଲା ଦିଟି ଝିଅଙ୍କ ଉପରେ। ଝିଅ ଦିଟା ତାଙ୍କ ମାଆକୁ ଟାଣି ଟାଣି ଢେଉ ଆଡ଼କୁ ନେଇ ଯାଉଥିଲେ। ଜଣେ ଯୁବତୀ, ଅନ୍ୟଟି କିଶୋରୀ। ଅନିଚ୍ଛା ସତ୍ତ୍ୱେ ମା ଟାଣି ହୋଇ ଯାଉଥିଲା ସମୁଦ୍ର ଆଡ଼କୁ। ସେଇ ଟାଣି ହିଁ ଯାଉଥିବା ମୁହଁଟି କାହିଁକି କେଜାଣି ମୋର ଖୁବ୍ ପରିଚିତ ମନେ ହେଉଥିଲା। ଆରେ, ଇଏ ତ ତାପସୀ।
ନିଜକୁ ନିଜେ ମୁଁ ପ୍ରଶ୍ନ କରିଥିଲି ଓ ଉତ୍ତର ବି ପାଇଥିଲି। ଡାକିଥିଲି, "ତାପସୀ!" ସେ ବୋଧହୁଏ ଶୁଣିପାରିଲା ନାହିଁ, ଅବା ସେ ତାପସୀ ହିଁ ନଥିଲା। ପୂର୍ବବତ୍ ସେ ଝିଅ ଦି ଜଣଙ୍କ ସହ ସମୁଦ୍ର ଆଡ଼କୁ ଟାଣି ହେଇ ହେଇ ଯାଉଥିଲା। ମୁଁ ଅଳ୍ପ ଓଦାଳିଆ ବାଲିରେ ବସି ରହିଥିଲି ଓ ଗୋଟେ ଅସରନ୍ତି ବହିର ପୃଷ୍ଠା ପରି ସମୁଦ୍ରକୁ ବଢ଼ିବାକୁ ଚେଷ୍ଟା କରୁଥିଲି। ମୋ ପାଖରୁ 5-6 ଫୁଟ ତଫାତରେ ଯୋଡ଼ିଟିଏ ବସିଥିଲେ। ସ୍ଥିର, ଶାନ୍ତ। କଥା ହେଉଥିଲେ ବି ମନେ ହେଉଥିଲା ଯେମିତି ସେମାନେ କଥା ହେଉନାହାନ୍ତି। ସ୍ତ୍ରୀ ଲୋକଟିର ମୁହଁ ସମୁଦ୍ର ଆଡ଼କୁ ନ ହେଇ ବାଲି ଉପରେ ନିବଦ୍ଧ ଥିଲା। ସେ କ୍ଷୀଣ ସ୍ୱରରେ ଗୀତ ଗାଉଥିଲା ଅବା ଗପ କରୁଥିଲା ବୁଝି ହେଉନଥିଲା। ଆଶ୍ଚର୍ଯ୍ୟ କଥା, ମୋତେ ତା ମୁହଁଟା ବି ଚିହ୍ନା ଚିହ୍ନା ପରି ମନେ ହେଉଥିଲା। କୁସୁମ ନାନୀ ନା? ବନିତା ନାନୀଙ୍କ ବଡ଼ ଭଉଣୀ। ବନିତା ନାନୀ ମୋ ବଡ଼ ନାନୀ ସଙ୍ଗେ ପଢ଼ୁଥିଲେ। ଏକା ସଙ୍ଗେ ଗ୍ରାଜୁଏସନ୍, ଏକା ସଙ୍ଗେ ବି.ଡି. କରିଥିଲେ କଟକରୁ। ଅବଶ୍ୟ ଦିହେଁ ଆମରି ସହରର ଅଲଗା ଅଲଗା ହାଇସ୍କୁଲରେ ଶିକ୍ଷକତା କରିଥିଲେ। ଆମେ ସବୁ ଗୋଟେ ସହରର ଝିଅ। କେତେଥର ବନିତା ନାନୀ ଆମ ଘରକୁ ବୁଲି ଆସିଛନ୍ତି। ଥରେ ଅଧେ ତାଙ୍କ ବଡ଼ ଭଉଣୀ କୁସୁମ ନାନୀଙ୍କ ସଙ୍ଗେ ରାସ୍ତାରେ ଆମର ଦେଖା ବି ହୋଇଛି। ସେ ଗପସପ ବି କରିଛନ୍ତି। ଯଦିଓ ବନିତା ନାନୀ ଓ କୁସୁମ ନାନୀଙ୍କ ଘର ସହରର ଉପାନ୍ତରେ ଥିଲା, ମାତ୍ର ଛୋଟ ସହରରେ ଜଣଙ୍କର ପରିଚୟ ହଜିଗଲା ଭଳି ନୁହେଁ। ନା, ମୋର କେବେ ଭୁଲ ହେଇ ନପାରେ, ଏ କୁସୁମ ନାନୀ ହିଁ। ସେଇ ଚେହେରା, ସେଇ ସ୍ୱାସ୍ଥ୍ୟ, ସେମିତି ଲମ୍ବା ବେଣୀ, ଅବିବାହିତା ତନୁପାତଳୀ ଝିଅଟେ ପରି ଲାଗୁଥିଲେ। କୁସୁମ ନାନୀ କ'ଣ ଏଯାଏ ବାହା ହୋଇନାହାନ୍ତି? ଅବଶ୍ୟ ଆଜିକାଲି କିଏ ବାହା ହେଇଛି କିଏ ହେଇନି ଜାଣିବାଟା ମୁସ୍କିଲ। ତାଙ୍କ ସାଙ୍ଗରେ ଏ ଲୋକଟି କିଏ ଦେବେ? ଏ ଲୋକଟିକୁ ମୁଁ ଚିହ୍ନି ନଥିଲି। ହୁଏତ କୁସୁମ ନାନୀଙ୍କ ସ୍ୱାମୀ ହେଇଥିବ। ମୁଁ କୁସୁମ ନାନୀଙ୍କୁ ଡାକିବି ଭାବୁଥିଲି, କିନ୍ତୁ ପର ମୁହୂର୍ତ୍ତରେ ମୋର ମନେ ହେଇଥିଲା, ସେ ଯଦି କୁସୁମ ନାନୀ ହେଇନଥିବେ, ଅପଦସ୍ତ ହେବା କଥା ନା। କୁସୁମ ନାନୀ ହେଇଥିଲେ ସେ ଏତେବେଳକୁ ମୋ ଆଡ଼େ ଚାହିଁ ହସି ନଥାନ୍ତେ ଥରେ? ମୋ ସାମ୍ନାରେ ସମୁଦ୍ର ଢେଉରେ ତାପସୀ ଅଧା ଓଦା ହେଇସାରିଥିଲା। ଆଣ୍ଠୁରୁ ଉପର ଯାଏ ତା ଓଦା ଲୁଗା ତାକୁ ସ୍ୱଚ୍ଛନ୍ଦରେ ଚାଲିବାକୁ ଦେଉନଥିଲା। ତା ଦି ପାଖେ ଥିବା ଦି ଝିଅ ଭାରସାମ୍ୟ ହରେଇ ପଡ଼ ନପଡ଼ ହେଇଯାଉଥିଲେ। ତାପସୀ ବୁଲି ପଡ଼ି ପଛକୁ ଚାହିଁଥିଲା। ଏଥର ତା ଝିଅମାନେ ନୁହଁ, ତାପସୀ ସେମାନଙ୍କୁ ଟାଣି ଟାଣି ଶୁଖିଲା ଜାଗାକୁ ନେଇ ଆସିଥିଲା। ସେମାନେ ଅମାନିଆ ହେଉଥିଲେ, ସମୁଦ୍ର ସଙ୍ଗେ ଖେଳିବା ପାଇଁ ଛଟପଟ ହେଉଥିଲେ। ତାପସୀ ଆଉ ପିଲାଙ୍କ ଭିତରେ ଶୀତଳ ଯୁଦ୍ଧଟେ ଲାଗି ରହିଥିଲା। ମୁଁ ଉଠି ଛିଡ଼ା ହେଇଥିଲି। ସମୁଦ୍ର ଆଡ଼କୁ ଆଗେଇ ଯାଉ ଯାଉ ଡାକିଥିଲି, "ଏ ତାପସୀ!" ମୋ ଡାକ ଶୁଣି ସେ ମୋତେ ଚାହିଁଲା। ମାତ୍ର ଦୋ ଚିହ୍ନା ହେଲା। ଏସବୁ ତା ମନର ଭ୍ରମ ଥିଲା ଭାବି ତାକୁ ବିରକ୍ତ କରାଉଥିବା ଝିଅ ଦୁହିଁଙ୍କୁ ସମୁଦ୍ରକୁ ନ ଯିବାକୁ ଆକଟ କରିଥିଲା। ଏ ଭିତରେ 18-19 ବର୍ଷ ବିତି ଯାଇଥିଲା। ତାପସୀ ମୋ ସ୍କୁଲ ଦିନର ସାଙ୍ଗ ଥିଲା। ଗୋରୀ, ଡେଙ୍ଗୀ ଓ ଧାରୁଆ ମୁହଁ। ଏବେ ବି ସେମିତି ଅଛି, କେବଳ ଯାହା ମୁହଁଟା ସଂସାରୀ ଦିଶୁଛି। ଆଗରୁ ବି ତା ମୁହଁଟା ଆମ ତୁଳନାରେ ମ୍ୟାଚିଓର୍ଡ ଦିଶୁଥିଲା, ଏବେ ବି ଦିଶୁଛି। ତା ମୁଣ୍ଡରୁ ଅଧାଅଧି ବାଳ ଝଡ଼ି ଯାଇଥିବାରୁ କିଛିଟା ବୟସ୍କ ବି ମନେ ହେଉଥିଲା। ପିଲାଦିନର ଅନେକ ସାଙ୍ଗ ଏମିତି ବିଛାଡ଼ି ହୋଇ ଚାଲିଯାଆନ୍ତି ଜୀବନରୁ ଯେ ବେଳେବେଳେ ଚେହେରା ତ ଦୂରର କଥା, ନାଁ ସୁଦ୍ଧା ମନେ ରହି ନଥାଏ। 4-5 ଜଣ ଏମିତି ସାଙ୍ଗ ଥାନ୍ତି ଯେଉଁମାନଙ୍କୁ ଭୁଲିବା ଆଦୌ ସମ୍ଭବ ହେଇ ନଥାଏ। ତାପସୀ ସେଇଭଳି ସାଙ୍ଗଟିଏ ଥିଲା ମୋର। ଅବଶ୍ୟ ସେ ସାଙ୍ଗ ନଥିଲା, ଏକା ଶ୍ରେଣୀରେ ପଢ଼ୁଥିବା ଝିଅଟିଏ ଥିଲା ମାତ୍ର। ତାକୁ ମନେ ରଖିବା ପଛରେ କାରଣଟି ଥିଲା ତା ଭାଇ। ତା ସବା ବଡ଼ ଭାଇ ତପନ ବାବୁ ଆମ ଘରଠୁ 1/2 କିଲୋମିଟର ଦୂର ବଡ଼ ଔଷଧ ଦୋକାନର ପଛପଟେ ଲାବୋରେଟୋରୀଟେ ଖୋଲି ବସିଥିଲେ। ଏଠାରେ ମଳ, ମୂତ୍ର, ରକ୍ତ ପରୀକ୍ଷା ହୁଏ ବୋଲି ଛୋଟ ବୋର୍ଡ଼ଟିଏ ଔଷଧ ଦୋକାନରେ ସାମ୍ନାରେ ଲାଗିଥିଲା। ଆମର ଇଞ୍ଜେକ୍ସନ ନେବାରେ ଥିଲେ। ବାପା ଔଷଧ ଦୋକାନ ଓ ପାଖ ତେଜରାତି ଦୋକାନ ମଝି କନ୍ଦି ରାସ୍ତାରେ ଆମକୁ ନେଇକରି ଯାଉଥିଲେ। ତପନ ବାବୁ ବଞ୍ଚିଛନ୍ତି କି ମରିଗଲେଣି ଜଣାନାହିଁ, ତେବେ ତାଙ୍କ ଚେହେରା ମୋର ସ୍ପଷ୍ଟ ମନେ ଅଛି। ଡେଙ୍ଗା, ଗୋରା, ଧାରୁଆ ମୁହଁର ମଣିଷ। ଅଧିକାଂଶ ସମୟରେ ମୁହଁରୁ ମଦ ଗନ୍ଧ ବାହାରୁଥାଏ। ତଥାପି ଇଞ୍ଜେକ୍ସନ ନେବାର ଥିଲେ ଅବା ଗ୍ଲାଣ୍ଡ ଫୁଲି ଗାଲୁଆ ବାହାରିଥିଲେ
ଝାଡ଼ା, ପରିସ୍ରା ଓ ରକ୍ତ ପରୀକ୍ଷା ଥିଲେ 8 କାଳି 12 ମାସ ଆମେ ତାଙ୍କରି ପାଖରେ ହାଜର ହେଉଥିଲୁ। ତପନ ବାବୁ ସବୁବେଳେ ବଡ଼ ଆଧୁନିକ ଆଧୁନିକ ମନେ ହେଉଥିଲେ ମୋତେ। ତାଙ୍କ ଷ୍ଟାଇଲ ଅଫ୍ ଲିଭିଂକୁ ଦେଖିଲେ ଆମ ଛୋଟ ସହରର ସବୁଠୁ ଆଧୁନିକ ମଣିଷ ଥିଲେ ବୋଲି ମୁଁ ଭାବୁଥିଲି। ମା ହେରିକା କଥା ହେଉଥିଲେ ତାଙ୍କ ଦିଟା ଝିଅ, ସେଥିରେ ସେ ଭାସେକ୍ଟୋମି କରେଇ ନେଇଛନ୍ତି, ଅଥଚ ଆମ ସମୟରେ ପୁଅକୁ ଅନେଇ ଅନେଇ 6 ଝିଅ 9 ଝିଅ ହେବା ବି ଆମେ ଦେଖିଥିଲୁ। ତାଙ୍କ ଝିଅ ଦିଟା ନାଚ, ଗୀତ ଓ ଅଭିନୟ ସବୁଥିରେ ଭାଗ ନେଉଥିଲେ। ସାଙ୍ଗରେ ପାଠ ପଢ଼ାରେ ବି ବେଶ୍ ଭଲ ଥିଲେ। ତପନ ବାବୁ ବାପାଙ୍କଠୁ 8-9 ବର୍ଷ ସାନ ଥିବେ, ମାତ୍ର ଉଭୟଙ୍କ ଭିତରେ ଭଲ ବନ୍ଧୁତା ଥିଲା। ଅଥଚ ସେଇ ତାପସୀ ମୋତେ ଚିହ୍ନି ଅଚିହ୍ନା ହେଉଥିଲା। ଅବା ତା ଝିଅମାନେ ତାକୁ ଏତେ ଅସ୍ଥିର କରି ପକାଉଥିଲେ ଯେ ସେ ମୋ ସହ କଥା ହେଇପାରୁନଥିଲା। ମୁଁ ସମୁଦ୍ର ପାଖରୁ ଓଦା ବାଲି ଆଡ଼କୁ ଫେରି ଆସିଥିଲି। ସମୁଦ୍ର ଆଡ଼କୁ ମୁହଁ କରି ତାର ବିସ୍ତୀର୍ଣ୍ଣ ଜଳରାଶି ସଙ୍ଗେ ହଜିବାକୁ ଚେଷ୍ଟା କରୁଥିଲି। ତାପସୀର ସାନ ଝିଅ ଅଣ୍ଟା ଯାଏ ଓଦା ସରସର ହେଇ ଧାଇଁ ଧାଇଁ ଆସି ମୋଠୁ ଅଳ୍ପ ତଫାତରେ ବସିଥିବା ଯୋଡ଼ି, ଯାହାକୁ ମୁଁ କୁସୁମ ନାନୀ ଓ ତାଙ୍କ ସ୍ୱାମୀ ଭାବିଥିଲି, ତାଙ୍କରି ପାଖରେ ପହଞ୍ଚିଥିଲା। କହିଥିଲା, ବାପା ଆସ ନା, ତମେ ବି ସମୁଦ୍ରରେ ଗାଧୋଇବ। ଲୋକଟିର କାନରେ ଯେମିତି ଝିଅର ଅଳି ପହଞ୍ଚୁନି, ସେ କିଛି ଜବାବ ଦେଇନଥିଲା। କିଛି ସମୟ ଚୁପଚାପ ରହିବା ପରେ କହିଥିଲା, ବହୁତ ଖେଳିଲ, ଏଥର ଫେରି ଆସ, ବାଲିରେ ଘର ବନାଅ। ମୁଁ ଦେଖିଥିଲି ମୁଁ ଯାହାକୁ କୁସୁମ ନାନୀ ଭାବୁଛି, ସେ ସୁନ୍ଦର ଘରଟିଏ ବନେଇଥିଲେ ବାଲିରେ। ତଳ ମହଲା, ଉପର ମହଲା, ପାହାଚ ଓ ଦାଣ୍ଡ ଦୁଆର ଆଦି ଦିଶୁଥିଲା ସେ ଘରେ। ଇଏ ତେବେ ତାପସୀର ସ୍ୱାମୀ। ତାପରେ ତା ପାଖରେ ବିରସ ମନରେ ବସିଥିବା କୁସୁମ ନାନୀ ପରି ମନେ ହେଉଥିଲା। ଏ ସ୍ତ୍ରୀ ଲୋକଟି ତେବେ କିଏ? ହେଇଥିବ କିଏ, ମୁଁ କାହିଁକି ମୁଣ୍ଡ ଖେଳେଇବି? ହୁଏତ ଇଏ ତାପସୀ ନୁହେଁ, ହୁଏତ ଇଏ କୁସୁମ ନାନୀ ବି ନୁହେଁ। ସବୁ କିଛି ମନର ଭ୍ରମ, ଅପ୍ଟିକାଲ ଇଲ୍ୟୁଜନ ମାତ୍ର। ଯେମିତି ସମୁଦ୍ର ଆଜି ଯାଏ ମୋ ପାଇଁ ଗୋଟେ ଅପ୍ଟିକାଲ ଇଲ୍ୟୁଜନ ତିଆରି କରି ଚାଲିଛି। ଝିଅଟି ତା ବାପାକୁ ଟଣାଉଟରା କରୁଥିଲେ ବି କୁସୁମ ନାନୀଙ୍କର କିଛି ପ୍ରତିକ୍ରିୟା ହୋଇନଥିଲା। ସେ ଚୁପଚାପ ଓଦା ବାଲିରେ ଗାର କାଟୁଥିଲେ। ମୁଁ ଯାହାକୁ ତାପସୀ ବୋଲି ଭାବୁଥିଲି, ସେ ଆସିଲା ଓ ଝିଅକୁ ବୁଝେଇ ସୁଝେଇ ନେଇଗଲା। ଝିଅଟା ଝାଲମୁଢି ବାଲାକୁ ଅଟକାଇ ଝାଲମୁଢି ବରାଦ ଦେଲା। ବ୍ଲାଉଜ ଭିତରୁ ଛୋଟ ମନି ପର୍ସଟେ କାଢିଥିଲା ତାପସୀ। କାହିଁକି କେଜାଣି ମୋତେ ବ୍ଲାଉଜ ଫାଙ୍କରୁ ମନି ପର୍ସ କାଢିବା ଦୃଶ୍ୟଟି ସବୁବେଳେ ଅଶ୍ଳୀଳ ମନେ ହୁଏ। ଏଥର ବି ଲାଗିଲା, ଇଏ କ'ଣ ସତରେ ତାପସୀ ହୋଇଥିବ? କାହିଁକି କେଜାଣି ମନ ମାନିବାକୁ ପ୍ରସ୍ତୁତ ହେଲା ନାହିଁ। ତାପସୀର 6 ଭାଇରୁ ଜଣେ ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ ଥିଲେ, ଜଣେ ଡାକ୍ତର ବି। ଅନ୍ୟମାନେ ହୁଏତ ନିଜ ନିଜ ଭାବରେ ପ୍ରତିଷ୍ଠିତ ଥିବେ। ସେମାନେ 2 ଭଉଣୀ ଥିଲେ, ମାନସୀ ଓ ତାପସୀ। ତାପସୀ ଦେଖିବାକୁ ଖୁବ୍ ସୁନ୍ଦର ନଥିଲେ ବି ଅସୁନ୍ଦରୀ ନଥିଲା। ବ୍ରାହ୍ମଣ ଝିଅ ରଙ୍ଗ ଓ ଗଢ଼ଣ ସେମିତି ହତାଶ କଲା ପରି ନଥିଲା। ତାର ବାହାଘର ଏତେ ଜଲ୍ଦି ହୋଇଯିବାଟା ଆମ ସମସ୍ତ ସାଙ୍ଗମାନଙ୍କ ପାଖରେ ଚର୍ଚ୍ଚାର ବିଷୟ ଥିଲା। ଥରେ ତପନ ବାବୁ ବାପାଙ୍କୁ ଇଞ୍ଜେକ୍ସନ ଦେବା ପାଇଁ ଘରକୁ ଆସିଥିଲେ। ସେ ସମୟରେ କହୁଥିଲେ, ବୁଝିଲେ, ନନାଙ୍କୁ ବୁଝେଇ ସୁଝେଇ ଆମେ ଥକିଲୁଣି। ସେ ମାନିବାକୁ ନାରାଜ। ତାପସୀକୁ ଏଇ ଜମା 18 ପୂରିଛି, ତାକୁ ବାହା କରାଇବା ପାଇଁ ଅଡ଼ି ବସିଛନ୍ତି। ଅତି କମରେ ଗ୍ରାଜୁଏଟଟିଏ ହେବା କଥା କି ନାହିଁ କହିଲେ? ମାତ୍ର ତାଙ୍କୁ ବୁଝେଇବ କିଏ? ବାପା ଓଲଟା ତପନ ବାବୁଙ୍କ ନନାଙ୍କ ପଟିଆ ନେଇଥିଲେ। ସେ ଠିକ୍ ଭାବିଛନ୍ତି। ତମେମାନେ ସବୁ ନିଜ ନିଜ ସଂସାର ନେଇ ଯେ ଯୁଆଡ଼େ ଅଲଗା ଅଲଗା ବସା ବାନ୍ଧିଲ। ବୁଢ଼ା କେତେଦିନ ଆଉ ଝିଅଟାକୁ ପାଖରେ ରଖିବେ? ତାକୁ ବାହା କରେଇଦେଲେ ତାଙ୍କ ଚିନ୍ତା ସରିଲା। ସେ ଶାନ୍ତିରେ ଶେଷ ଦିନତକ କାଟିବେ। ଆପଣଙ୍କର ଯେଉଁ କଥା ରମେଶ ବାବୁ, ତପନ ବାବୁ ଅସନ୍ତୁଷ୍ଟ ହୋଇ କହିଥିଲେ। ମୁଁ ବି ବାପାଙ୍କ କଥାକୁ ସମର୍ଥନ କରିପାରିନଥିଲି ସେଦିନ। ଆମେ କ'ଣ ଆମ ଭଉଣୀଟାକୁ ଯୋଗ୍ୟ ପିଲା ଦେଖି ବାହା କରେଇ ପାରି ନଥାନ୍ତୁ? କହିବା କରିବାରେ ତଫାତ୍ ଅଛି ତପନ ବାବୁ, ବାପା କହିଥିଲେ। ତମ ଝିଅଗୁଡ଼ା ବଡ଼ ହେଲେଣି, ତମେ ସେମାନଙ୍କ କଥା ଭାବିବ ନା ଭଉଣୀ କଥା? ଯାହା ହେଉ, ତାପସୀ ବାହା ହେଇଯାଇଥିଲା କେଉଁ ଏକ ଘରୋଇ କଲେଜର ଅଧ୍ୟାପକକୁ। ଯେହେତୁ ବାହାଘର ତାଙ୍କ ଗାଁରେ ହେଲା, ଆମେ କେହି ବାହାଘର ତାରିଖ ବି ଜାଣିପାରିଲୁ ନାହିଁ।
ସେ ବି ଆମକୁ ଡାକିନଥିଲା। ଏ ଭିତରେ ଅନେକ ବର୍ଷ ବିତି ଯାଇଥିଲେ ବି ତାପସୀକୁ ଚିହ୍ନିବାରେ ଅସୁବିଧା ନଥିଲା। ଯେମିତି କୁସୁମ ନାନୀଙ୍କୁ ମୁଁ ଚିହ୍ନି ପାରୁଥିଲି ତାଙ୍କ ଥୋଡ଼ି ପାଖ କଳାଜାଇ ଓ ତାଙ୍କ ବେକ ଭାଙ୍ଗି ବସିବା ଠାଣିରୁ। ତାପସୀର ପିଲାମାନେ ଝାଲମୁଢ଼ି ଖାଇବାରେ ବ୍ୟସ୍ତ ଥିଲେ ଓ ତାପସୀ ସେମାନଙ୍କ ମୁଢ଼ିରୁ କଞ୍ଚାଲଙ୍କା ବାଛି ବାଛି ଫିଙ୍ଗୁଥିଲା। ଏପଟେ କୁସୁମ ନାନୀ ଓ ଲୋକଟି କ'ଣ ଗପୁଥିଲେ ମୋତେ କିଛି ଶୁଭୁ ନଥିଲା। ତେବେ ସେମାନେ କମ୍ ଗପୁଥିଲେ ଓ ବେଶୀ ସମୟ ନୀରବରେ ବସି ରହୁଥିଲେ। ସେଇ ନୀରବତା ଯେମିତି ସୂଚେଇ ଦେଉଥିଲା ସେମାନେ ଏକ ମନ, ଏକ ଆତ୍ମା, ଏକ ଦେହ ପାଲଟି ଯାଇଛନ୍ତି। ଏ ଦେହକୁ କଷ୍ଟ ଦେଲେ ସେ ଦେହକୁ କାଟିବ ପରା। ଏମିତିକି ଦିହିଁଙ୍କ ମୁହଁର ଗଢ଼ଣ ଏକା ଭଳି ଦିଶୁଥିଲା। ଦିହିଁଙ୍କ ଚାହାଣୀରୁ ଭାଷା ଥିଲା ଏକା ଭଳି। ସେମାନେ କୌଣସି ସାଧନାରତ ଯୋଗୀ କି ଯୋଗୀଶ୍ୱରୀ ଭଳି ଲାଗୁନଥିଲେ, ବରଂ ଦିଟି ଗଛର ଅମାନିଆ ଡାଳ ପରସ୍ପର ଆଡ଼କୁ ଆକର୍ଷି ଆସିବା ପରି ମନେ ହେଉଥିଲେ। ମୋ ଅଜାଣତରେ ମୋ ନିଜର ବାରମ୍ବାର କୁସୁମ ନାନୀଙ୍କ ଉପରେ ପଡ଼ୁଥିଲା। ମୋ ଅଜାଣତରେ ମୋ ନଜର ବାରମ୍ବାର କୁସୁମ ନାନୀଙ୍କ ଉପରେ ପଡ଼ୁଥିଲା। ମୋତେ ଦେଖୁଥିଲେ ବି ତାଙ୍କର କୌଣସି ପ୍ରତିକ୍ରିୟା ହୋଇନଥିଲା। ତେଣୁ ମୁଁ ଧରି ନେଇଥିଲି ଯେ ଇଏ କୁସୁମ ନାନୀ ନୁହନ୍ତି। କୁସୁମ ନାନୀ ହୋଇଥିଲେ ଜରୁର ସ୍ମିତ ହସଟିଏ ଦେଇଥାନ୍ତେ, କାରଣ ଏ ଭିତରେ ମୋର ବିଶେଷ କିଛି ପରିବର୍ତ୍ତନ ହୋଇନଥିଲା। ନା ମୁଁ ଆଗରୁ ଚଷମା ପିନ୍ଧୁଥିଲି ନା ଏବେ, ନା ମୁଁ ମୋଟି ହୋଇଥିଲି ନା ପତଳି, କେବଳ ଯାହା ଦିଶି ନ ଦିଶିଲା ପରି ସିନ୍ଧିରେ ସିନ୍ଦୁର ଟିକେ ଥିଲା। ଆଜି ସମୁଦ୍ର ନୁହେଁ ମଣିଷମାନେ ମୋତେ ବାନ୍ଧି ରଖିଥିଲେ। ମୁଁ ଛନ୍ଦି ହେଇଯାଉଥିଲି ବିନା କାରଣରେ। ଯେମିତି ମଣିଷ ମଣିଷ ଭିତରେ ସମ୍ପର୍କ କ'ଣ ଏଡ଼େ ଯାନ୍ତ୍ରିକ ହୋଇପଡ଼ିଛି ଯେ ବିନା ମତଲବରେ ହସଟିଏ ବି ଖସି ଆସିବନି ଓଠରୁ। ଅଥବା ମୋ ପିଲାଦିନର ସହର, ମୋ ଅତୀତର ଦିନ ସବୁ ପୁରୁଣା ଛିଣ୍ଡା ଉଇଲଗା ଡାଏରୀରେ ପରିଣତ ହୋଇଛି। ମୋ କୌତୂହଳ ମୋତେ ଉତ୍ତେଜିତ କରିଥିଲା। ବଡ଼ କୁଣ୍ଠାର ସହ ମୁଁ ଡାକିଥିଲି, କୁସୁମ ନାନୀ। ମୋର ମନେ ହିଁ ଥିଲା କ୍ଷଣକ ପାଇଁ ତାଙ୍କ ଆଖିପତା ଉପରକୁ ଉଠିଥିଲା ମୋ ଡାକ ଶୁଣି। ସେ ପଲକ ଉଠେଇ ମୋ ଆଡ଼େ ଚାହିଁଥିଲେ ଓ ପୁଣି ମୁଣ୍ଡ ପୋତି ଦେଇ ବାଲିରେ କିଛି ଲେଖିବା ଆରମ୍ଭ କରିଦେଇଥିଲେ। ତେବେ କ'ଣ ମୁଁ ହିଁ ବଦଳି ଯାଇଛି? ମୋତେ ଦେଖି ତାପସୀ ଦୋଦଚିହ୍ନା ହେଉଥିଲା। କୁସୁମ ନାନୀ ଚିହ୍ନି ବି ଚିହ୍ନି ପାରୁନାହାନ୍ତି। ମୋତେ ଭୀଷଣ ଲାଜ ଲାଗିଥିଲା। ଆଉ ସେଠି ବସିବା ସମ୍ଭବ ହେଇନଥିଲା। ମୁଁ ଉଠି ଫେରି ଆସୁଥିଲି ତାପସୀକୁ ଦେଖିଲି। ସେ ଗୋଟେ ଦୋକାନରେ ଛିଡ଼ା ହୋଇ ଶଙ୍ଖ ବାଛୁଥିଲା। ତା ଝିଅ ଦି ଜଣ ଚୁଡ଼ି ଓ କାନଫୁଲ ଦେଖୁଥିଲେ। ମୁଁ ତାପସୀ ପାଖକୁ ଗଲି ଓ କହିଲି, ମୋତେ ଚିହ୍ନି ପାରୁନୁ? ମୁଁ ମାୟା, ଯୋଗ ମାୟା, ମନେ ଅଛି ନା ତୋର? ସେ ହସି ଦେଇ କହିଲା, ହଁ ଲୋ, ତୋତେ କେତେବେଳୁ ଚିହ୍ନିଲିଣି ଯେ ଏ ଝିଅ ଦିଟାକୁ ଦେଖୁନୁ କେତେ ହଇରାଣ କରୁଛନ୍ତି। କଥା ହେବାକୁ ବେଳ ପାଉନଥିଲି। ତାପସୀର ଝିଅମାନେ ମୋ ପିଲାଠୁ ଯଥେଷ୍ଟ ବଡ଼ ଥିଲେ। ସେ +2 ପରେ ବାହା ହୋଇଯାଇଥିଲା ଆଉ ମୁଁ MA MPhil କରି ଚାକିରି କଲା ପରେ ବାହା ହୋଇଥିଲି। ତାପସୀ ତା ଝିଅ ଦିଙ୍କୁ କହିଥିଲା, ମାଉସୀଙ୍କୁ ପ୍ରଣାମ କର, ଇଏ ମୋ ପିଲାଦିନର ସାଙ୍ଗ। ତୁ କ'ଣ ଏକା ଆସିଛୁ ପୁରୀ? ମୁଁ ବିନା ଅବତାରଣାରେ ସିଧାସଳଖ ପଚାରି ଦେଇଥିଲି। ନାଇଁ ମ, ଇଏ ସାଙ୍ଗରେ ଆସିଛନ୍ତି ନା। ସେ ସମୁଦ୍ରରେ ଗାଧୋଇବାକୁ ଭଲ ପାଆନ୍ତି ନାହିଁ। ହେଇ ସେଇଠି ସେ ବସିଛନ୍ତି। ମୁଁ ତାପସୀକୁ 4-5 ପାହୁଣ୍ଡ ଟାଣି ନେଇଥିଲି। ଖୁବ୍ ଧୀରେ ପଚାରିଥିଲି, ତାଙ୍କ ପାଖରେ ଯିଏ ସେ କୁସୁମ ନାନୀ ନା? କୁସୁମ ନାନୀ ତୋର କ'ଣ ଲାଗନ୍ତି? ତାପସୀ ଥତମତ ହେଇଗଲା। କ'ଣ ଜବାବ ଦେବ ବୁଝିପାରୁନଥିଲା ଯେମିତି। ଢୋକ ଗିଳି କହିଥିଲା, ହଁ ସେ କୁସୁମ ନାନୀ, ସେ ଆମ ସାଙ୍ଗେ ଆସିଛନ୍ତି। ମୋ ପିଲାଦିନର ମଣିଷମାନଙ୍କୁ ମୁଁ ଚିହ୍ନିବିନି, ସତ କହିଲୁ? ତୁ ଦୋଦଚିହ୍ନା ପରି ହେଲୁ। ଆଉ କୁସୁମ ନାନୀ ଜବାବ ଦେଲେ ନାହିଁ ତ। ମୁଁ ଭାବିଲି ମୋ ଚେହେରାରେ ବହୁତ ପରିବର୍ତ୍ତନ ଆସିଯାଇଛି ପରା। ସେ ହସିଲା। କି ପ୍ରକାର ସେ ହସ ଥିଲା! ଭଲା ଉଦାସ ହସଟେ ହସିଥାନ୍ତା କି ମୁଁ ଆଉ ପ୍ରଶ୍ନ ପଚାରି ନଥାନ୍ତି। କୁସୁମ ନାନୀ ତ ସମ୍ପର୍କୀୟ କି? ମୁଁ କୌତୂହଳ ଚାପି ନ ପାରି ପଚାରିଲି। କାରଣ ତାପସୀ ଅପେକ୍ଷା କୁସୁମ ନାନୀଙ୍କ ରଙ୍ଗଢଙ୍ଗ ମୋତେ ବେଶୀ ରହସ୍ୟମୟ ମନେ ହେଉଥିଲା। ନାଇଁ ମ, ସେ ଅନିଚ୍ଛା ସତ୍ତ୍ୱେ ଉତ୍ତର ଦେଇଥିଲା। ଆମେ ଯୁଆଡ଼େ ଯାଉ ସେ ସାଙ୍ଗରେ ଆସନ୍ତି। ମାନେ? କେବେଠୁ ଏମିତି ଚାଲିଛି? ବାହା ହେବା ଦିନୁ। କାହିଁକି? ଆଉ ତୁ କେମିତି ଚୁପ୍ ରହିଛୁ, କିଛି କହୁନୁ? କହିବି ତ କାହାକୁ? ଝଗଡ଼ା କରିବି ଯେ କେଉଁଥିପାଇଁ? ମୁଁ ତ ସେମାନଙ୍କ ମଝିରେ ଆସିଗଲି। ପ୍ରଥମେ ପ୍ରଥମେ ମୋତେ କିଛି ଜଣା ନଥିଲା। ଜାଣିଲା ପରେ ମୋତେ କାନ୍ଦ ମାଡ଼ିଲା। ସେତେବେଳକୁ ମୋ ବଡ଼ ଝିଅ ପେଟରେ। ମୋ ନନା ବୋଉ ଶାସିନୀ ବ୍ରାହ୍ମଣ। ଘରକୁ ଫେରି ଆସିଥିଲେ ମରିଯାଇଥାନ୍ତେ। ଆଉ ତୋ ଭାଇ? କାହାର କ'ଣ ଯାଉଛି କହିଲୁ? ଛାଡ଼ ସେ କଥା।
ମୁଁ ଆଉ ସେଗୁଡ଼ା ଭାବୁନି। ତା ଛଡ଼ା ସ୍ୱାମୀ ଭାବରେ ଯାହା ଯାହା କର୍ତ୍ତବ୍ୟ ସେ ତ କରୁଛନ୍ତି। କ'ଣ କହି ଅଭିଯୋଗ ଆଣିବି? ଆରେ କି ଅଦ୍ଭୁତ! ପତ୍ନୀ ଭାବରେ ତୋତେ ଯେତିକି ପ୍ରେମ ମିଳିବା କଥା ତା ବାଣ୍ଟି ଯାଉଛି। ୟାଠୁ ବଡ଼ ଅପମାନଜନକ କଥା କ'ଣ ଅଛି କହିଲୁ? 100ରୁ 100 ଭାଗ ପ୍ରେମ ପାଇବାଟା ତୋର ହକ୍। ମୁଁ ଦେଖୁଛି ତୋ ସରଳତାର ସୁଯୋଗ ସେମାନେ ନେଉଛନ୍ତି। ତୁ ଛୁଆମାନଙ୍କୁ ନେଇ ସମୁଦ୍ର ଢେଉରେ ଘାଣ୍ଟି ହେଉଛୁ, ଆଉ ସେ ସେଠି ବସି ବସି ପ୍ରେମାଳାପରେ ମଗ୍ନ। ସେ ଯଦି ତାକୁ ଭଲ ପାଉଥିଲେ ତାକୁ ବାହା ହେଲେନି, ତତେ କିଆଁ ବାହା ହେଉଥିଲେ? ଏ କି ରାଜକୀୟ ଠାଣି! ତୁ ତ ତାଙ୍କ ମଝିରେ ଜବରଦସ୍ତି ପଶି ଯାଇ ନଥିଲୁ ନା? ଚୁପ୍ ଚୁପ୍ ମାୟା, କିଛି କହନା। ପିଲାଗୁଡ଼ା ଅଛନ୍ତି, ଶୁଭିବ। ମୁଁ ଦେଖିଲି ପିଲାଗୁଡ଼ା ବାଲିରୁ ଶାମୁକା ଗୋଟାଉଥିଲେ। ଆମଠୁ ଯଥେଷ୍ଟ ଦୂରରେ ଥିଲେ ସେମାନେ। ପିଲାମାନେ କ'ଣ କିଛି ଜାଣୁନାହାନ୍ତି ତାପସୀ? ସେମାନଙ୍କର ବୁଝିବା ବୟସ ହେଇଗଲାଣି ପରା। କେଉଁଥିପାଇଁ ତୁ ମୋତେ ଚୁପ୍ କରାଉଛୁ? ପିଲାମାନଙ୍କ ପାଇଁ ତ ନୁହଁ। ତୁ ସେ ଦୁହିଁଙ୍କୁ ଡରୁଛୁ କି? ତୋ ଭାଇମାନେ ଆଜି ଆଜି ସୁଦ୍ଧା କିଛି ହସ୍ତକ୍ଷେପ କରିନାହାନ୍ତି? ସେ ବ୍ୟତିବ୍ୟସ୍ତ ହୋଇପଡ଼ି କହିଲା, ମୁଁ ତୋ ଗୋଡ଼ ତଳେ ପଡ଼ୁଛି। ତୁ ଆଉ କଥା ବଢ଼ାନା। କେବଳ ମନେ ରଖ, ମୁଁ ଖୁସିରେ ଅଛି। ମୋର କିଛି ଅସୁବିଧା ନାହିଁ। ଖାଉଛି, ପିଉଛି, କେବେ କେମିତି ସେମାନଙ୍କ ସଙ୍ଗେ ବୁଲି ଆସୁଛି। ଆଉ କ'ଣ ଲୋଡ଼ା? ପ୍ରେମ ଲୋଡ଼ା, ମୁଁ ଦୃଢ଼ ଭାବରେ କହିଥିଲି। ତୁ ଯା କୁସୁମ ନାନୀଙ୍କ ବାହାଘରେ ଛାଡ଼ି ଦେଇଛୁ। ଅବଶ୍ୟ ସେ ତୋତେ ପ୍ରେମ କରୁଥିବେ, ନହେଲେ ଦିଦିଟା ଛୁଆ କି ହେଲେ କେମିତି? ତା ଆଖିରେ ଥିଲା ଅଦ୍ଭୁତ ଶୂନ୍ୟତାଟେ, ଯେମିତି ଏଇ ମାତ୍ର ସେ ଦେବାଳିଆ ହୋଇଯାଇଛି। ଓଠରେ ହସଟେ ଝୁଲେଇ ସେ କହିଲା, ବେଡ଼ିଟା କିଲୋ, ଛୁଆ ହେବା ପାଇଁ ପ୍ରେମର କି ଆବଶ୍ୟକତା ଅଛି? ହଁ। ତା ଆଖିର ଶୂନ୍ୟତା ମୋତେ ଅନ୍ୟମନସ୍କ କରିଦେଇଥିଲା। ମୁଁ ତା ଗମ୍ଭୀର ରସିକତାକୁ ବି ଗୁରୁତ୍ୱ ଦେଇନଥିଲି। ପଚାରିଥିଲି, କ'ଣ କହିଲୁ? ସେ କିନ୍ତୁ ଦ୍ୱିତୀୟ ଥର ପାଇଁ ସେ କଥା କହିଲା ନାହିଁ। ମୁଁ କିନ୍ତୁ ତା କହିଥିବା କଥାକୁ ମନେ ପକାଇ ପାରିଥିଲି। ଏମିତି କେତେଦିନ ଆଉ ତୁ ଅପ୍ରେମ ଭିତରେ ଯିବୁରେ? ତୋର ଏ ସଂସାର ଭିତରେ ରାଗ ଆସୁନି? ତୋର ଏ ସଂସାର ଉପରେ ରାଗ ଆସୁନି? ରାଗିଲେ ମୋତେ କ'ଣ ମିଳିବ? ମୁଁ ଜାଣେ ନା ମାୟା, ତୋ ଜୀବନ କେମିତି। ପ୍ରେମ କଥା କହୁଛୁ ଯେ, ସ୍ୱାମୀ ସ୍ତ୍ରୀ ଭିତରେ ପ୍ରେମ ବୋଲି କିଛି ଥାଏ କି? ସେଠି ଖାଲି ଆଡଜଷ୍ଟମେଣ୍ଟ, ଲୁଣ କମ୍ ବେଶୀର। କାହାକୁ ଫ୍ୟାନ୍ ପବନ ଲୋଡ଼ା ତ କାହାକୁ ଏସିର ପବନ ଲୋଡ଼ା। ସେମାନଙ୍କ ଜୀବନକୁ ଜମିବାଡ଼ି ପଶି ଆସେ, ଘର, ବସ୍ତୁମାନେ, ପଲିସି, ସେୟାର, ପିଲାଙ୍କ ପାଠପଢ଼ା, କ୍ୟାରିୟର ପଶି ଆସନ୍ତି। କ୍ରମଶଃ ସିନ୍ଦୁର ବୋଳା ସିନ୍ଥା ଚଉଡ଼ା ହୋଇଯାଏ। ନିଶ ଧୂସରରୁ ଧଳା ପାଲଟି ଯାଇଥାଏ। ପାଣି ପିଆ ଆଙ୍ଗୁଠି, ପାନଖିଆ ଦାନ୍ତ, ଏମିତି ଏମିତି ହେଇ ଚାଲିଥାଏ ଗୋଟେ କାରଖାନା, ଯାହାକୁ ଆମେ ଘର ସଂସାର କହୁ ଆମ ଭାଷାରେ। ସେଠି ପ୍ରେମ ପାଇଁ ଜାଗା କାହିଁ? ତାପସୀର କଥା ଶୁଣି ପ୍ରକୃତରେ ମୁଁ ମୁଗ୍ଧ ହୋଇଥିଲି। ଶିକ୍ଷା ନୁହେଁ, ଅଭିଜ୍ଞତା ତାକୁ ପ୍ରାଜ୍ଞ କରିଥିଲା। ମୁଁ କିନ୍ତୁ ହାରିଲି ନାହିଁ। ମୁଁ କହିଲି, ହେଲା, ତୋ କଥା ମାନୁଛି ଯେ ସେଇ ଘର ସଂସାର ଭିତରେ ତୋ ସ୍ୱାମୀ ବଖରାଟେ ରଖିଦେଇଛନ୍ତି, ଯାହା ତାଙ୍କର ବ୍ୟକ୍ତିଗତ। ଯେଉଁଠି ତାଙ୍କର ପ୍ରେମମୟ ଜୀବନ ବିତାଉଛନ୍ତି, ତୋ ଛାତିରେ କାହିଁକି ଖୋପଟିଏ ସୁଦ୍ଧା ନାହିଁ, ଯେଉଁଠି ତୁ ପ୍ରେମମୟୀ ହୋଇ ରହିପାରନ୍ତୁ? ଏଥର ତାପସୀ ରାଗିଗଲା। ତୁ କିଏ ମୋତେ ଏସବୁ କହିବା ପାଇଁ? ତା ଧମକରେ ମୁଁ ଅପ୍ରସ୍ତୁତ ହୋଇଯାଇଥିଲି। ସେ ସେତିକି ଖାତିର ନକରି କହିଥିଲା, ମୁଁ ପ୍ରେମ କରି ବସିଲେ କି ସହିପାରିବେ? ମୋ ସ୍ୱାମୀ କଥା ଛାଡ଼, ମୋ ଚାରିପଟର ଦୁନିଆ, ମୋ ଝିଅମାନେ, ଦିଅର, ନଣନ୍ଦ, ଭାଇ ଭଉଣୀ, ଏମିତିକି ତୁ ନିଜେ ମୋତେ ନିନ୍ଦିବୁ ନାହିଁ? ତୁ ମୋ ଅବସ୍ଥାରେ ନାହୁଁ ତ ବୁଝିବୁ କେମିତି? ଦିଟା ପଢ଼ିଲା ଝିଅଙ୍କୁ ନେଇ ମୋ ସଂସାର, କୁଆଡ଼େ ଯିବି ସେମାନଙ୍କୁ ନେଇ କେବେ ଭାବି ପାରୁଛୁ? ପ୍ରେମ କିଛି ନଥାଏ, ଖାଲି ମାୟା। ମୋର ମନେ ହେଇଥିଲା ତାପସୀକୁ ମୁଁ ମିଞ୍ଚାଏ ଅଡ଼ୁଆ ସୂତାରେ ପରିଣତ କରିଦେଇଛି। ସେ ମୁକୁଳିବାର ରାସ୍ତା ପାଉନି। ସେ ଏବେ ଯାହା କହିବ ହିଁ ଛନ୍ଦି ହୋଇଯିବ। ମୋ ନିଜ ଭିତରେ ମୋର କ୍ରୋଧ ହେଲା। ଆହା, ସେ ସମୁଦ୍ର କୂଳକୁ ଆସିଥିଲା। ମୁଁ ତାର ସେଇ ସୁଖର ମୁହୂର୍ତ୍ତ ସବୁକୁ ଯେମିତି ଛଡ଼େଇ ନେଇଛି। କାହିଁକି କେଜାଣି ଧଡ଼ କରି ଛାତି ଭିତରଟାକୁ ପଶି ଆସିଥିଲା ସମୁଦ୍ର। ଫେରି ଆସିଥିଲେ ସମୁଦ୍ରର ବିଭିନ୍ନ ରୂପ, ସବୁ ଯେମିତି ଅପ୍ଟିକାଲ ଇଲ୍ୟୁଜନ୍, ସବୁ ଗୋଳମାଳିଆ। ମୋର ମନେ ହେଉଥିଲା ତାପସୀ ସମୁଦ୍ର ପାଲଟି ଯାଇଛି। ହଁ, ସମୁଦ୍ର, ଯିଏ ବାରମ୍ବାର ଢେଉ ପିଟୁଛି କୂଳରେ। ସବୁକିଛି ଦେଇ ତଥାପି ଯିଏ ରହିଛି। ତାପସୀର ରୂପ ବି ବଦଳି ଯାଇଥିଲା ମୋ ସାମ୍ନାରେ। ବଡ଼ ବ୍ୟାପ୍ତ, ବଡ଼ ବିଶାଳ ମନେ ହେଉଥିଲା ତ ସେ, ଠିକ୍ ସମୁଦ୍ର ପରି। ପୁଣି ଥରେ ଅପ୍ଟିକାଲ ଇଲ୍ୟୁଜନରେ, ମାୟାରେ ମୁଁ ଛନ୍ଦି ହେଇଗଲି। ସମୁଦ୍ରଟା ମୋତେ ତାପସୀ ପରି ମନେ ହେଲା। ସମୁଦ୍ରକୁ ସମସ୍ତେ ପୁରୁଷ ରୂପରେ କଳ୍ପନା କରିଛନ୍ତି। ମୋତେ ସେ ବିଶାଳ ହୃଦୟର ନାରୀଟେ ପରି ମନେ ହେଲା।
ଯିଏ ସ୍ୱାମୀକୁ ପ୍ରେମିକ ସଜେଇବାର କ୍ଷମତାରେ ରଖିପାରେ, ଯିଏ ପିଲାଙ୍କ ପାଇଁ ସମଗ୍ର ଜୀବନ ଅପ୍ରେମରେ କଟେଇ ଦେଇପାରେ। ତାପସୀ ଆଉ ତାପସୀ ପରି ଦିଶିଲା ନାହିଁ, ସମୁଦ୍ର ଆଉ ସମୁଦ୍ର ପରି ଲାଗିଲା ନାହିଁ। ପବନରେ ଉଡୁଥିବା ତାପସୀର କେଶ, ବେଶ ପୋଷାକ ସବୁ ଆନ୍ଦୋଳିତ ସମୁଦ୍ର ପାଲଟୁଥିଲେ। ଆଉ ଗାଢ ନୀଳ ସମୁଦ୍ର ଗୋଟେ ବିଶାଳ ହୃଦୟର ନାରୀ। ଶ୍ରୋତା ବନ୍ଧୁ, ଆମେ ଶୁଣୁଥିଲେ ସମକାଳୀନ ସମୟର ବିଶିଷ୍ଟ ବାମବାଦୀ ଗାଳ୍ପିକା ସରୋଜିନୀ ସାହୁଙ୍କୁ। ତାଙ୍କର ଗଳ୍ପର ଶୀର୍ଷକ ଥିଲା ସମୁଦ୍ର। ଗଳ୍ପଟି କେମିତି ଲାଗିଲା? ଆପଣମାନଙ୍କର ମତାମତ ଅପେକ୍ଷାରେ ରହିଲି। ଧନ୍ୟବାଦ।